ବୌଦ୍ଧ ଜିଲ୍ଲା ପୁରୁଣାପାଣି ଷ୍ଟେସନ ନିକଟରେ ରେଳ ଆସୁଥିବା ବେଳେ ଧାରଣା ଉପରେ ଶୋଇ ଷ୍ଟଣ୍ଟ ଦେଖାଇଲେ ନାବାଳକ। ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ସୋନପୁର ବୌଦ୍ଧ ରେଳପଥର ପୁରୁଣାପାଣି ଷ୍ଟେସନ ଓ ମଙ୍ଗଳାମୁଣ୍ଡା ଗ୍ରାମ ମଝିରେ ରେଳ ଆସୁଥିବା ବେଳେ ରେଳ ଧାରଣା ମଝିରେ ଶୋଇ ଜଣେ ନାବାଳକ ଷ୍ଟଣ୍ଟ ଦେଖାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ନାବାଳକ ଜଣକ ରେଳ ଯିବା ପରେ ସୁରକ୍ଷିତ ଭାବରେ ରେଳ ଧାରଣାରୁ ଉଠିଥିବା ବେଳେ ଘଟଣାସ୍ଥଳରେ ଥିବା ତାଙ୍କ ସାଙ୍ଗମାନେ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ନାବାଳକଙ୍କ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ କରିଛି। ବୌଦ୍ଧରୁ ପ୍ରଶାନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ, BBM TV।